ଧୀରେ ଚାଲ ପଛେ କେବେ ପଛକୁ ଫେର ନାହିଁ। ମନେ ରଖ, ଠେକୁଆ ଯେମିତି କେବେ ଜିତି ନଥିଲା, ବରଂ କଇଁଛ ଜିତି ଯାଇଥିଲା, କାରଣ କଇଁଛ ସଦାବେଳେ ଚାଲୁଥିଲା। ତେଣୁ ଆପଣ ମାନେ ନିରନ୍ତର କାର୍ଯ୍ୟ କରିଚାଲନ୍ତୁ, ଦେଖିବେ ଦିନେ ନା ଦିନେ ନିଶ୍ଚିତ ସଫଳତା ମିଳିବ। ଓଁ ବିଷ୍ଣବେ ନମଃ। ନମସ୍କାର, ମୁଁ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 8 ତାରିଖ, ଓଡ଼ିଆ ପୁଷ ମାସ 24 ଦିନ, ଗୁରୁବାର, କୃଷ୍ଣ ପକ୍ଷ ପଞ୍ଚମୀ ତିଥି, ଯାହା ଦିବା 10:56 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି। ଆଜି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର, ଯାହା ଅପରାହ୍ନ 4:38 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 10:45 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର କନ୍ୟା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:25 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:17। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ, ଦିବା 10:56 ପରେ ଯୁଗ୍ନି ପଶ୍ଚିମ ଦିଗେ ରହିବ। ଆଜି ଘାତ ଚନ୍ଦ୍ର ରହିଛି, ଯାହାକି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 10:45 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ଅପରାହ୍ନ 4:38 ପରେ 1 ପାଦ ପୁଷ୍କର ଦୋଷ ଲାଗିବ, ଫଳ ରହୁଛି ବଂଶହାନି। ଆଜି ଷଷ୍ଠୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବେଲ, ତତ୍ସହିତ ନିମ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ନୌକା ଚାଳନା, ଯାନବାହନ ନିର୍ମାଣ ଓ ଯାତ୍ରା, କ୍ରିୟ ବାଣିଜ୍ୟ, ତତ୍ସହିତ ଆରୋଗ୍ୟ ସ୍ନାନ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 1:17 ଦିବା 2:39 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3:24 ଅପରାହ୍ନ 5:17 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ରାତ୍ରି 11:18 ରାତ୍ରି 1:13 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 8:02 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:07 ରାତ୍ରି 9:18 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:14 ରାତ୍ରି 2:54 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:43 ଶେଷ ରାତ୍ରି 6:25 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ମଧ୍ୟମ ଧରଣର ରହିଛି। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରିଲେ ଆପଣ ସମସ୍ତ ପ୍ରକାର କାର୍ଯ୍ୟ ସଫଳତା ଆଡ଼କୁ ଶୀର୍ଷରେ ନେଇ ପହଞ୍ଚି ପାରିବେ। ତେବେ ମେଷ ରାଶି ବ୍ୟକ୍ତି, ଆଜି ଆପଣ ଚାକିରି ସମ୍ବନ୍ଧରେ ନିଶ୍ଚିତ ନିଜର କାର୍ଯ୍ୟ ଧ୍ୟାନ ସହକାରେ କରନ୍ତୁ ଏବଂ ଦେଖିବେ ଆପଣ ଧୀରେ ଧୀରେ କାର୍ଯ୍ୟ ସଫଳତା ଆଡ଼କୁ ନିଶ୍ଚିତ ନେବ। ତେବେ ଆଜି ମେଷ ରାଶି ବ୍ୟକ୍ତି, ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟମ ଧରଣର ଶୁଭ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଧ୍ୟାନ ପୂର୍ବକ କରିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଅନେକ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି।
ତେବେ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ସମସ୍ୟା କିଛି ମାତ୍ରାରେ ଆପଣଙ୍କୁ ଆଘାତ ଦେଇପାରେ, ଯାହାକି ମାନସିକ ସ୍ତରରେ ଆପଣ ଟିକେ ଅସ୍ଥିର ରହିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢି ରହିବ, ଯାହାକି ଅନେକ ପ୍ରକାର ପ୍ରୋବ୍ଲେମ ଆସିବ। ଯଦି ପୂର୍ବରୁ ଆପଣଙ୍କର ରୋଗ ସମସ୍ୟା ଥିବ, ଆଜି ଆପଣଙ୍କୁ ନୈରାଶ୍ୟ ଏବଂ ବହୁତ ସମସ୍ୟା ଦେଖା ଦେଇପାରେ। ତେଣୁ ନିଶ୍ଚିତ ମେଷ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରହିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3 ଏବଂ ଭାଗ୍ୟ ରଙ୍ଗ ରହୁଛି ବାଇଗଣୀ ରଙ୍ଗ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି କର୍ମ କ୍ଷେତ୍ରରେ ଆପଣଙ୍କୁ ନୈରାଶ୍ୟ ହବାକୁ ପଡିବ। ମାନସିକ ସ୍ତରରେ ଆପଣ ଅଶାନ୍ତି, ତତ୍ସହିତ କାର୍ଯ୍ୟରେ ଆଦୌ ମନ ନ ଲାଗିପାରେ। ତେଣୁ ନିଶ୍ଚିତ ବୃଷ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଆପଣଙ୍କର ବାଧା ବିଭିନ୍ନ ପ୍ରକାର ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିଲେ ତାହା ଆପଣଙ୍କ ପାଇଁ ଭଲ ହେବ ଏବଂ ନିଶ୍ଚିତ ଉପରସ୍ଥ ଅଫିସରଙ୍କ ଠାରୁ ଗାଳି ଶୁଣିବାରୁ ଦୂରତା ଅବଲମ୍ବନ କରିପାରିବେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆଜି ପରିବାର ବର୍ଗଙ୍କ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କଳହ ଯୁଗ ରହୁଛି। ତେଣୁ ଧ୍ୟାନପୂର୍ବକ ସମ୍ପର୍କ ଭଲ ଭାବେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ନିଶ୍ଚିତ ଆଜି ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇନପାରେ। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ଆପଣ ବେପାର ବାଣିଜ୍ୟ କରୁଥିଲେ ସାବଧାନ ହୋଇଯାଆନ୍ତୁ, ନହେଲେ ଆପଣଙ୍କୁ ଅନେକ ପ୍ରକାର ବିଫଳତା ସାମ୍ନା କରିବାକୁ ପଡିବ। ବେପାର ଯେକୌଣସି କରୁଛନ୍ତି ନିଶ୍ଚିତ ସଚେତନ ଏବଂ ଆପଣଙ୍କର ବୁଦ୍ଧି ପ୍ରୟୋଗ କରି ବେପାର କଲେ ଆପଣ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ହୋଇପାରନ୍ତି। ତେଣୁ ନିଶ୍ଚିତ ସଚେତନ ନିହାତି ଆବଶ୍ୟକତା ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ସବୁଜ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି କର୍ମ କ୍ଷେତ୍ରରେ ନିଶ୍ଚିତ ସଫଳତା ସହିତ ମହା ଆନନ୍ଦରେ କଟିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ବହୁତ ଉତ୍ସାହିତ ସହକାରେ ନିଜର କାର୍ଯ୍ୟ କରିବେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଶୁଭ ଯୋଗ ରହୁଥିବାରୁ ଇଣ୍ଟରଭ୍ୟୁ ଏକ୍ଜାମ ଦେଲେ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଭାଗ୍ୟ ଆପଣଙ୍କୁ ସାଥ ଦେବ, ଯାହାକି ସଫଳତା ପ୍ରାପ୍ତ କରିବାର। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟ ପୂର୍ଣ୍ଣ ସୁସ୍ଥ ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ନିଶ୍ଚିତ ସଫଳତା ରହିବ, ନିଜ ଭିତରେ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ପ୍ରେମ ସମ୍ବନ୍ଧରେ ଆପଣ ମହା ଆନନ୍ଦରେ ଦିନ କଟିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଏକ ଶୁଭଯୋଗ ସ୍ଥିତିରେ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି କର୍ମ କ୍ଷେତ୍ରରେ ଆପଣଙ୍କର ବାଧା ସୃଷ୍ଟି କରିପାରେ, ଯାହାକି ମାନସିକ ଅଶାନ୍ତି ଯୁଗ ରହୁଛି। ତତ୍ସହିତ ଚାକିରି ସମ୍ବନ୍ଧରେ ଆପଣଙ୍କୁ ବାଧା ପ୍ରାପ୍ତ କରିବାର ଯୁଗ ବନଉଛି।
ତେଣୁ ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ତତ୍ସହିତ ଚାକିରି ସମ୍ବନ୍ଧରେ ଆପଣ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢି ନପାରେ, ଯାହାକି ଅନେକ କ୍ଷେତ୍ରରେ ଆପଣଙ୍କୁ ବିଫଳତା ଏବଂ ମାନ ସମ୍ମାନ ହାନି ହେବାର ଚାନ୍ସ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ନିଶ୍ଚିତ ଭଲ ଯୁଗ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ ଆପଣଙ୍କ ଟିକେ ଅବିଶ୍ୱାସ ଯୁକ୍ତ ହୋଇପାରେ, ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରୁହନ୍ତୁ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ସାବଧାନ ରୁହନ୍ତୁ। ଦେଖିବେ ବେପାର ବାଣିଜ୍ୟ ଯଦି ନିଜର ବୁଦ୍ଧି ପ୍ରୟୋଗ କରି କରିବେ ସେଥିରେ ଅନେକ ପ୍ରକାର ସଫଳତା ଏବଂ ଲାଭ ପ୍ରାପ୍ତ ପାଇବେ। ଆଜି ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ନିଶ୍ଚିତ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଆଇନଗତ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ହେବେ, କିନ୍ତୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆଜି ଚାକିରି ସମ୍ବନ୍ଧରେ ସିଂହ ରାଶି ବ୍ୟକ୍ତି ଅନେକ ପ୍ରୋବ୍ଲେମରେ ପଡ଼ିପାରନ୍ତି। ତେବେ ଅତିରିକ୍ତ କାର୍ଯ୍ୟ ଚାପ ବଢ଼ିବ, ଯାହା ପାଇଁ ଆପଣ ନିୟମ ସହିତ କାର୍ଯ୍ୟ କରିପାରିବେ ନାହିଁ ଏବଂ ଅନେକ ଭୁଲ ହୋଇପାରେ। ତେଣୁ ନିଶ୍ଚିତ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ସାମାଜିକ କ୍ଷେତ୍ରରେ ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କମିଯିବ। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଉତ୍ତମ ଯୁଗ ହୋଇ ନପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଭାବ ପ୍ରବଣତା ଠାରୁ ନିଶ୍ଚିତ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ଧ୍ୟାନ ଯଦି ନ ଦେଇ କରିବେ ତାହେଲେ ଆପଣ ଅନେକ ପ୍ରକାର କ୍ଷତି ସହିବାକୁ ପଡ଼ିପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବୃଦ୍ଧି କରିପାରେ, ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ନିହାତି ଆବଶ୍ୟକତା ରହିଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି କର୍ମ କ୍ଷେତ୍ରରେ ଆପଣଙ୍କର ଅନେକ ପ୍ରକାର ବିଫଳତା ସାମ୍ନା କରିବାକୁ ପଡ଼ିବ। ମନ ଭିତରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି କରିବ, ତେଣୁ କନ୍ୟା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ତତ୍ସହିତ ଚାକିରି ସମ୍ବନ୍ଧରେ ଅନେକ ପ୍ରତିରୋଧ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଦୁର୍ବଳ ଅଶାନ୍ତି ହୋଇପାରନ୍ତି। ତେଣୁ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ କନ୍ୟା ରାଶି ବ୍ୟକ୍ତି ସାମାଜିକ ରାଜନୈତିକ କ୍ଷେତ୍ରରେ ଆପଣ ନିଶ୍ଚିତ ଆଜି ଆପଣଙ୍କ ପାଇଁ ଭଲ ନ ହୋଇପାରେ, ତେଣୁ ଏହା ପ୍ରତି ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ଅନେକ ପ୍ରକାର ସମସ୍ୟା ବା କ୍ଷତି ସହିବାକୁ ପଡ଼ିବ, ତେଣୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରିଲେ ତେବେ ଯାଇକି ଆପଣ ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି କନ୍ୟା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭଲ ରହିବ ନାହିଁ, ଯାହାକି ନିଜ ଭିତରେ ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ସମ୍ବନ୍ଧ ଖରାପ ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କଳହ ଯୁଗ ରହୁଛି, ତେଣୁ ନିଶ୍ଚିତ ନିଜର ପାରିବାରିକ ସମ୍ପର୍କ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଆପଣଙ୍କର ଆବଶ୍ୟକ ସ୍ଥଳେ କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ। ଦେଖିବେ ଆପଣଙ୍କର ସମ୍ପର୍କ ଭଲ ରହିବ। ଆଜି
ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ଆପଣଙ୍କୁ ଅସ୍ଥିରତା କରିପାରେ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ ନୀଳ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଅନେକ ପ୍ରକାର ଶୁଭ ଯୁଗ ସ୍ଥିତି ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତି ନିଜର କାର୍ଯ୍ୟରେ ତ ସଫଳତା ପାଇବା ସହିତ ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ଥିବେ ସେମାନଙ୍କର କାର୍ଯ୍ୟଗୁଡ଼ିକ ଆଜି ଅନେକ ପ୍ରକାର ଶୁଭ ଯୁଗ ସ୍ଥିତିରେ ରହୁଥିବାରୁ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ନିଶ୍ଚିତ ପ୍ରଶଂସା ସାଉଣ୍ଟିବେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଜଣେ କର୍ମବୀର ରୂପେ ପରିଚିତ ହୋଇପାରନ୍ତି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ମହା ଆନନ୍ଦ ଯୁଗ ରହୁଛି। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ତୁଳା ରାଶି ବ୍ୟକ୍ତି ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ ବିଶେଷ କରି ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ଦୃଷ୍ଟିରୁ ଦେଖିଲେ ସମସ୍ତ ପରିବାର ବର୍ଗଙ୍କ ସହିତ ମିଳିମିଶି ହସ ଖୁସିରେ ଦିନଟି କଟେଇ ପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ଆଜି ଯଦି କୌଣସି ଅର୍ଥଜନିତ ନିଷ୍ପତ୍ତି ନେବେ ତାହା ଅନେକ ପ୍ରକାର ଲାଭ ଦେଇପାରେ ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ସ୍ଥିତିରେ ରହୁଛି। ତେଣୁ ଅନେକ ପ୍ରକାର କର୍ମକ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ଚାକିରି ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଯୁଗ ରହୁଥିବାରୁ ଅନେକ କ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ନିଜର ପ୍ରତିଷ୍ଠା ପରିପ୍ରକାଶ କରିପାରନ୍ତି ଚାକିରି ସମ୍ବନ୍ଧରେ ଏବଂ ସମସ୍ତଙ୍କ ମନ ଜିଣିବାର ଏକ ଉତ୍ତମ ଦିନ ହୋଇପାରେ ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଉତ୍ତମ ଦିନ ହୋଇପାରେ। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ସଫଳତା ପ୍ରାପ୍ତ କରିବାର ଶୁଭ ଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଏକ ଉତ୍ତମ ଦିନ ହୋଇପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି, ଯାହା ଆପଣ ଆଜି ପ୍ରେମ ପାଇଁ ଏକ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ପୂର୍ବରୁ ଯଦି କିଛି ମତଭେଦ ଥିବ ତାହା ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣ ଅନେକ ପ୍ରକାର ସଫଳତା ପ୍ରାପ୍ତ ଯୋଗ ରହୁଛି। ବିଶେଷ କରି କର୍ମକ୍ଷେତ୍ରରେ ଆପଣ ରାଜ ସମ୍ମାନ ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ସାମାଜିକ ସହିତ ରାଜନୈତିକ କ୍ଷେତ୍ରରେ ଆପଣ ଏକ ଭଲ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି
ଚାକିରି ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଗ୍ରହ ଅନେକ ପ୍ରକାର ସଫଳତା ପ୍ରାପ୍ତ ଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର, ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତି, ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆପଣ ଆଜି ନିଜର ପ୍ରେମ ସମ୍ବନ୍ଧରେ ଆପଣ ଅନେକ ପ୍ରକାର ଭଲ ପାଇବା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ରୋମାଣ୍ଟିକ ପରିବେଶ ପାଇଁ ଆଜି ଉତ୍ତମ ଦିନ ହୋଇପାରେ, ଯାହା ଧନୁରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ପରିବାର ସମ୍ବନ୍ଧ ଭଲ ରହିବ। ପୂର୍ବରୁ ଯଦି କିଛି ଆପଣଙ୍କର ପରିବାର ସମ୍ବନ୍ଧ ଭୁଲ ବୁଝାମଣା ଥିବ, ଆଜି ସେ ବୁଝାମଣା ନିଶ୍ଚିତ ଦୂରୀଭୂତ ହେବ ଭୁଲ ବୁଝାମଣାଟି। ଆଜି ଧନୁରାଶି ବ୍ୟକ୍ତିଙ୍କର, ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର, ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି, ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଆପଣ ବାଇଗଣୀ ରଙ୍ଗ ୟୁଜ କରିପାରିବେ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି, ଆଜି କର୍ମକ୍ଷେତ୍ରରେ ଆପଣ ସମସ୍ତ ପ୍ରକାର କାର୍ଯ୍ୟ ସଫଳତା ଯୋଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି, ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ଆପଣ ଭଲ ସୁଯୋଗ ରହୁଛି। ତତ୍ସହିତ ଆଜି ଆପଣଙ୍କର ଦକ୍ଷତା ଯୋଗ ରହୁଛି, ଯାହାକି ପ୍ରତିଷ୍ଠା ପାଇବାର ଅନେକ ଚାନ୍ସ ରହୁଛି। ଆଜି କାର୍ଯ୍ୟ କୌଶଳ ଦ୍ୱାରା ମକର ରାଶି ବ୍ୟକ୍ତି ସମସ୍ତଙ୍କର ମନ ଜିଣିବାର ଏକ ଉତ୍ତମ ଦିନ ବନଉଛି। ଆଜି ମକର ରାଶି ବ୍ୟକ୍ତି, ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଯାହାକି ପ୍ରତିଷ୍ଠା ଲାଭ କରିବା ସହିତ ନିଜର ବ୍ୟକ୍ତିତ୍ୱ ଆପଣ ସମାଜ ଆଗରେ ପରିଦର୍ଶନ କରିପାରନ୍ତି, ଯାହା ମକର ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି, ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୋଗ ରହୁଛି, ତେଣୁ ଆପଣଙ୍କର ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର, ଯାହାକି ଅର୍ଥଜନିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି, ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ରହୁଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମକର ରାଶି ବ୍ୟକ୍ତିଙ୍କର, ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ପରିବାର ଦୃଷ୍ଟିରୁ ଦେଖିଲେ ଆପଣ ନିଶ୍ଚିତ ଅନେକ ପ୍ରକାର ସମ୍ପର୍କ ଭଲ ରଖିବେ ଏବଂ ସମସ୍ତ ପରିବାର ବର୍ଗଙ୍କୁ ନେଇ ଆପଣ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ହଳଦିଆ ରଙ୍ଗ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି, ନିଜର କର୍ମକ୍ଷେତ୍ରରେ ଆପଣ ଅନେକ ପ୍ରକାର ଶୁଭ ଫଳ ଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯୋଉମାନେ ଆପଣଙ୍କ ସହିତ କମ୍ପିଟିସନ କରୁଥିବେ କିମ୍ବା ଶତ୍ରୁମାନେ, ଆପଣ ସେମାନଙ୍କୁ ଆଜି ନାଶ କରିବାର ପୂର୍ଣ୍ଣ ଏକ ଶୁଭ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି, ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଅତି ଆନନ୍ଦମୟ ବା ଉତ୍ତମ ଦିନ କହିଲେ ଅତିରିକ୍ତି ହେବ ନାହିଁ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଏକ୍ଜାମ କିମ୍ବା ଇଣ୍ଟରଭ୍ୟୁ ଥିଲେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ
ଭଲ ରହିବ, ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ପରିବାର ସମ୍ବନ୍ଧ ଭଲ ରଖିବାର ଏକ ଉତ୍ତମ ଦିନ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ସଫଳତା ବା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହି ନପାରେ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1 ଏବଂ ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭଯୋଗ ରହିଥିବାରୁ ସମସ୍ତ କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଭଲ ସ୍ଥିତି ରହିଛି। ତେଣୁ ଆଜି ବିଶେଷ କରି ଆପଣ ମାଲି ମକଦ୍ଦମାରେ ଆପଣ ବିଜୟ ହବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଆନନ୍ଦମୟ ଏବଂ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ସମ୍ବନ୍ଧ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ପାରିବାରିକ ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତତ୍ସହିତ ସମସ୍ତ ପ୍ରକାର ସୁଖ ପ୍ରାପ୍ତ କରିବାର ଏକ ଉତ୍ତମ ଦିନ ବୋଲି ମନେ କରାଯାଉଅଛି, ଯାହା ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ପର୍ଯ୍ୟନ୍ତ ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।